ଆଜିର ମୁଖ୍ୟ କାରଣ ହେଉଛି ଆମର ଅଲ୍ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିର୍ଦ୍ଦେଶ କ୍ରମେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମ 19ଟା ଡିଭିଜନର ସାରା ଓଡ଼ିଶାର 19ଟା ଡିଭିଜନର 19 ପ୍ରତ୍ୟେକ ରେଞ୍ଜରେ ଆଜି 20 ଏବଂ 21 ତାରିଖ 2 ଦିନ ଧାରଣାରେ ବସିଛୁ। ଆଉ ଯଦି ସରକାର ଇଏ ଦାବିଟା ପୂରଣ ନ କରନ୍ତି ଆଗାମୀ 27 ତାରିଖରେ ରାଜରାସ୍ତାକୁ ଆମେ ଧାରଣାରେ ଓହ୍ଲାଇବୁ ବୋଲିକି ଆମର ଦାବିଟା ଅଛି। ମୁଖ୍ୟ ଦାବି ରହିଛି ଆଜ୍ଞା ପତ୍ର ଦର ବୃଦ୍ଧି, ବୋନସ ଗତ ବର୍ଷ ଯାହା 25% ଦେଇଥିଲେ ସରକାର, କିନ୍ତୁ GST 18% ରୁ ଏବେ 5% କୁ ଆଣିଛନ୍ତି। ସେ GST ଭାବରେ ଯୋଉ ପଇସା ରିଟର୍ଣ ଆସିଛି ସେ ପଇସାଟା ଆମକୁ ତଳାଳି ମାନଙ୍କୁ ଯେମିତି ବୋନସ ଆକାରରେ ବୃଦ୍ଧି କରିକି ଦିଆଯାଉ ବୋଲିକି ଆମର ଆଶା। ଆଉ ଦାବି ରହିଲା ଆମର ସିଜନାଲ ଷ୍ଟାଫ ମାନଙ୍କର ଦାବି ରହିଲା ଆମର ମାସିକ ଦରମା ବୃଦ୍ଧିଟା। ସେ ଦରମା ବୃଦ୍ଧି ହେଇକି ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ସେ ଦରମାଟା ଠିକ ସେ ପାଇ ପାରିଲୁ ନାହିଁ। ଆଉ ମନମୁଖୀ ସଟେଇ ଚାଲିଛି। ଆଉ ଆମର ମାଲକାନଗିରି ଜିଲ୍ଲାରେ ଜୟପୁର ଡିଭିଜନର 6ଟି ରେଞ୍ଜ ଅଛି ଆମ ମାଲକାନଗିରି ଜିଲ୍ଲାରେ। ଏଠି ଯୋଉ ଭଳିଆ ପ୍ରାଇଭେଟ ସଂସ୍ଥା ଆସି ପୁରିକି ଯେମିତି ମନମୁଖୀ ଶାସନ ଚାଲିଲା ଭଳିଆ ଚଳାଇଛନ୍ତି। ଇଆଡେ ଆମର DFO ସାରଙ୍କୁ କହିଲେ ତ DF ବି ଜାଣି ନାହାନ୍ତି ସେଟା ପ୍ରମୋସନ କିଏ ଦଉଛି ସେଟା। ଏବେ ଆଜି ଆମେ ଜାଣିଲୁ ଯେ BDO PO ମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରେ BDO PO ମାନଙ୍କୁ ପ୍ରମୋସନ ଦଉଛନ୍ତି ବୋଲିକି। ତାପରେ ସେଠି PO ସରପଞ୍ଚ ମିଶିକି ସେମାନେ ପ୍ରାଇଭେଟରୁ ଏମାନେ ତାଙ୍କଠୁ ଲିଜ ଆକାରରେ ନେଇକିରି ସେମାନେ ପଡି ପଚାଏ। ମନେ କରନ୍ତୁ ଏବେ ଗୋଟେ ପଞ୍ଚାୟତରେ ଜଣେ ମାଲିକ ଟା ଟେଣ୍ଡର କାଟିଦବ ସେ 10ଟା ମାଲିକକୁ ନେଇକିରି ସେଠି କିଣୁଛି ପତ୍ର। ଏଇଆ ଗୋଟେ ତାକୁ ଆମର ବନ୍ଦ କରାଗଲେ ଆମର ଗଭର୍ଣ୍ଣମେଣ୍ଟ ଟା ଭଲ ଚାଲିବ ବୋଲିକି ଆମର ଆଶା ଅଛି। ଆଜି ଆପଣ ଧାରଣା 17 ଦଫା ଦାବିରେ ବସିଲେ କାହିଁକି? ଆଜ୍ଞା ଆମର ଯୋଉ ବିନା ଗ୍ରାମ ସଭାରେ ଯୋଉ ଆମର ବେସରକାରୀ ପଡି ବସିଛି ସେଟାରେ ଆମର BDO ତା ସଙ୍ଗେ ଆମର PO ସରପଞ୍ଚ ଏମାନେ ମନମୁଖୀ ଯୋଉ ବେସରକାରୀ ପଡିଟା ବସାଉଛନ୍ତି ସେଇଟା ଗୋଟେ ଦାବି ରହିଲା। ତା ସାଙ୍ଗକୁ ଆମର ପତ୍ର କେରି ସଂଖ୍ୟା ବୃଦ୍ଧି ଆଉ ଯୋଉ ମନ ଇଚ୍ଛା ଆମର ଯୋଉ 25% ବୋନସ ଗତ ବର୍ଷ ଦିଆହେଲା ତା 50% ଥିଲା ଆମର ସମ୍ପୂର୍ଣ୍ଣ ଭାବରେ 100% କୁ ଯେମିତି ବୋନସ ସରକାର ବଢାଇବେ ତାପରେ ଟିକେ ଆମର ରହିଲା ଆମର ଇଏ ଆମର ଯୋଉ ମୃତ୍ୟୁକାଳୀନ ସହାୟତା ଯୋଉ 2 ଲକ୍ଷରୁ 4 ଲକ୍ଷକୁ ବୃଦ୍ଧି କରାଯାଉ। ତା ସଙ୍ଗେ ସଙ୍ଗେ ଆମର ଯୋଉ ସିଜନାଲ କର୍ମଚାରୀ ମାନଙ୍କର ଦରମା ଛୋଟେଇ ନ କରିକିରି ସମ୍ପୂର୍ଣ୍ଣ ଭାବରେ ଆମେ ଯେମିତି 4 ମାସର ଦରମା ଦିଆଯାଉ। ଆଉ ଯୋଉ ବୋଲି ଆମକୁ ଯୋଉ କର୍ମଚାରୀ ମାନଙ୍କୁ ମନମୁଖୀରେ ଯୋଉ ନ ଜାଣିକିରି କେତେ ଜଣକରୁ ଆମର କରାଯାଉଛି। ଆଉ ରହିଲା ଆମର ଯୋଉ ଆଦିବାସୀ ଏଇଟା ହଉଛି ଆମର ଆଦିବାସୀ ବହୁଳ ଜିଲ୍ଲା ତେଣୁକରି ଆମେ ଯୋଉ ପାଲ ଏରିଆ କରାହେଇଛି ଆମର ଯୋଉ ମାଲକାନଗିରି ଆଉ ନବରଙ୍ଗପୁର ଯୋଉ ଜୟପୁର ଆଉ ନବରଙ୍ଗପୁର ଡିଭିଜନ କୁ ଆମର ପାଲ ଏରିଆରୁ ପ୍ରୋସେସିଂ ଏରିଆକୁ କରାଯାଉ। ଏହା ହେବା ଦ୍ଵାରା ଆମର ମା ମାନେ ବହୁତ ଦିନ କାମ ପାଇବେ।